ଯେହେତୁ ଆଜି ବୁଧବାରଟା ନିହାତି ଗୋଟେ ଆମିଷ ବାର, ସେଥିପାଇଁ ବର୍ତ୍ତମାନ ଆମର ଆଜି ଅଷ୍ଟ୍ରେଲିଆ ହବ। ଆଜି ପଡ଼ିଗଲାଣି ଅଷ୍ଟ୍ରେଲିଆ। ଦେଖିବା ତ ପ୍ରୋସେସ୍ ହେଲା, ଆଗେ ତେଲରେ ପିଆଜ ଆଉ ରସୁଣଟା ପକାଇଦେବେ, ଗୋଟା ରସୁଣ, ତାପରେ ଚିକେନଟାକୁ ପକାଇବେ। କାହିଁକିନା ଯେଉଁ ଚିକେନଟା ଯେଉଁ ଆସିଲା ଆମର ଦୋକାନରୁ ପକାଇଲା ପରେ ନିଆଁର ସେ କ'ଣ ସବୁ ଇଏ ହେଇଯିବ, ବାସ୍ନା ବି ତା'ର ଯେଉଁ ଆଇଁଷିଆ ବାସ୍ନାଟା ବି କଟିଯିବ। ତାପରେ ତା ଦେହରେ ଟିକେ ହଳଦୀ ଲୁଣ ପକାଇଦେବେ, ପକାଇକି ଗୋଳେଇ ଦେଇକି ଟିକେ ଢାଙ୍କିଦେବେ। ଢାଙ୍କି ସାରିଲା ପରେ କିଛି ସମୟ ଢାଙ୍କି ସାରିଲା ପରେ ଦେଖିବେ କଲର୍ଟା ଆସିଗଲା କେମିତି। ତାପରେ ପକାଇଦେଲେ ଅଦା ରସୁଣ କଞ୍ଚା ଲଙ୍କା ବଟା। ଦେଖନ୍ତୁ ମସଲା ବହୁତ କମ୍, ମସଲା ବାହାରେ ମସଲା ଜମା ନୁହେଁ, ଟିକେ ତାକୁ ପାଣିରେ ଆଗତୁରା ପକାଇ ରହିଥିଲା, ଛଡ଼ା ହେଇଗଲା। ଗରମ ମସଲା ଟିକେ, ଚିକେନ ଦେଖନ୍ତୁ ମାଲ ରେଡ଼ି, ପୁରା ପୁରା ମାଲ ମହୁ ହେଇଗଲାଣି। ଟିକେ ଖାଲି ଆଦର ଆଉ ଟିକେ କଷିକି ଭଲସେ ଆଉ ଟିକେ ହାଲକା ପାଣି ଦେଇଦେବ, କାହିଁକିନା ଚିକେନ ଝୋଳଟା ନହେଲେ ଗୋଟେ ଭଲ ଭାତରେ କେମିତି ଖାଇବ, ସେଥିପାଇଁ ପାଣି